ଲୋକନାଥ ଦେବଙ୍କର ପୀଠରେ ପ୍ରଜ୍ୱଳିତ ହେଲା ବୃହତ ଜଗତ ମଙ୍ଗଳ ଜାଗର ଦୀପ। ଶ୍ରୀ ଲୋକନାଥ ଦେବଙ୍କର ପବିତ୍ର ପୀଠରେ ପଙ୍କଥର ଏକାଦଶୀ ସନ୍ଧ୍ୟାରେ ପ୍ରଜ୍ୱଳିତ ହୋଇଛି ପଞ୍ଚଦଶତମ ବୃହତ ଜଗତ ମଙ୍ଗଳ ଜାଗର ଦୀପ। ସନ୍ଧ୍ୟାରେ ଶ୍ରୀ ଲୋକନାଥଙ୍କର ଗମ୍ଭୀରାରୁ ଦୀପ ଆସି ଏହି ବୃହତ ଦୀପ ପ୍ରଜ୍ୱଳନ କରାଯାଇଥିଲା। ଉତ୍ସବରେ ପ୍ରାକ୍ତନ ବିଧାୟକ ଜୟନ୍ତ ଷଡ଼ଙ୍ଗୀ, ଦେବୀ ସୁଭଦ୍ରାଙ୍କର ବାଡ଼ଗ୍ରାହୀ ରାମଚନ୍ଦ୍ର ଦାସ ମହାପାତ୍ର ଏବଂ ଅତିରିକ୍ତ ଏସ୍ପି ସୁଶୀଲ ମିଶ୍ର ସମ୍ମାନିତ ଅତିଥି ଭାବରେ ଯୋଗଦେଇ ଦୀପ ପ୍ରଜ୍ୱଳନ କରିଥିଲେ। ପୂର୍ବରୁ ଏହି ବୃହତ ଦୀପ ମାଟିରେ ପ୍ରସ୍ତୁତ କରାଯାଉଥିବା ବେଳେ ଗତ ବର୍ଷଠାରୁ ଅଷ୍ଟଧାତୁରେ ନିର୍ମିତ ହୋଇଛି। ପ୍ରାୟ 6 ଫୁଟ ଲମ୍ବ, 4 ଫୁଟ ଓସାର ଓ 3 ଫୁଟ ଗଭୀରର ଏହି ଦୀପରେ ଏକାଥରେ 1.5 କ୍ୱିଣ୍ଟାଲ ଭଲ ଘିଅ ଜଳାଯାଇପାରିବ। ପଙ୍କଥର ଏକାଦଶୀ ସନ୍ଧ୍ୟାରୁ ମହାଶିବରାତ୍ରି ଜାଗର ଦିନ ଶ୍ରୀ ଲୋକନାଥଙ୍କର ମହାଦୀପ ଉଠିବା ପର୍ଯ୍ୟନ୍ତ ଏହା ପ୍ରଜ୍ୱଳିତ ରହିବ। 6 ଇଞ୍ଚ ଚଉଡ଼ା ଏବଂ 10 ମିଟର ଲମ୍ବା ବଳିତା ଏହି ଦୀପରେ ବ୍ୟବହାର କରାଯିବ। ବିଶ୍ୱ ଶାନ୍ତି ତଥା ଜଗତ କଲ୍ୟାଣ ପାଇଁ ଏହି ଦୀପ ପ୍ରତ୍ୟେକ ବର୍ଷ ଶ୍ରୀ ଲୋକନାଥଙ୍କ ପୀଠରେ ପ୍ରଜ୍ୱଳିତ କରାଯାଉଥିବା ଉଦ୍ୟୋକ୍ତା ରାମକୃଷ୍ଣ ହୋତା କହିଛନ୍ତି। ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ, ସମ୍ଭବ ଟାଇମ୍ସ।